ତ ନମସ୍କାର ବନ୍ଧୁ, ଆପଣଙ୍କୁ ସ୍ୱାଗତ ମୋର ଏଇ ନୂଆ ଭିଡ଼ିଓରେ। ତ ଆମେ ପୂର୍ବ ଭିଡ଼ିଓରେ ଜାଣିଥିଲେ ନାରୀମାନଙ୍କର କେଶ ଦେଖିବା, ଆଉ ବର୍ତ୍ତମାନ ଏଇ ଭିଡ଼ିଓରେ ଜାଣିବା ନିଶରୁ ଭବିଷ୍ୟତ ଜାଣିବା। ତ ଆଉ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା। ଚାଇନା ନିଶ। ଚାଇନାଙ୍କ ସମ ଯାହାଙ୍କର ନିଶ, ସେହି ବ୍ୟକ୍ତିମାନେ ବହୁ ଚତୁର, ବୁଦ୍ଧିମାନ, ବିବେକୀ, ପରୋପକାରୀ ହୋଇଥାନ୍ତି। ତ ଆଗକୁ ଯିବା। ତୋରାଣି ଛଣା ନିଶ। ଏହି ନିଶ ଓଠ ଉପରକୁ ଢାଙ୍କି ରହିଥାଏ। ଏପରି ନିଶ ଯାହାଙ୍କର, ସେହି ବ୍ୟକ୍ତିମାନେ ଶାନ୍ତ ଶିଷ୍ଟ, ମହତପଣିଆରେ ଆଗ ପରୋପକାରୀ ହୋଇଥାନ୍ତି। ଏମାନେ ବଡ଼ କଠୋର ହୃଦୟ, ଦୟାରେ ପୂର୍ଣ୍ଣ ହୋଇଥାନ୍ତି। ତ ଆଗକୁ ଯିବା। ମାଛ ମୁଣ୍ଡିଆ ବା ମାଗୁର ନିଶ। ଯାହାଙ୍କର ଆଦୌ ନିଶ ନଥାଏ ତାହାଙ୍କୁ ମାଗୁର ନିଶୁଆ କହିଥାନ୍ତି। ଏମାନେ ସମସ୍ତ ସ୍ଥାନରେ ନିଜର ବଡ଼ିମା ଦେଖାଇବା ପାଇଁ ଚେଷ୍ଟା କରନ୍ତି। ନିଜକୁ ଶ୍ରେଷ୍ଠ ଭାବରେ ବିଚାର କରନ୍ତି। ନିଜେ ପ୍ରତିଷ୍ଠିତ ହେବା ନିମନ୍ତେ ସଦାସର୍ବଦା ଚେଷ୍ଟା କରୁଥାନ୍ତି। ତ ଆଗକୁ ଯିବା। ସମ୍ବାଳୁଆ ନିଶ। ଯାହାଙ୍କର ଆକୃତିରେ ସମ୍ବାଳୁଆ ପରି ଟାଉଁସିଆ ନିଶ, ସେମାନେ ସରଳ ମନା, ରୋକଠୋକ କଥା କୁହା, ନିଷ୍କପଟ, ଚୁପଚାପ, ଫୁସଫାସ କଥାଠାରୁ ଦୂରେଇ ଥାଆନ୍ତି। ସେମାନେ କାହାରି କ୍ଷତି କରିପାରନ୍ତି ନାହିଁ। ସେମାନେ ବହୁ ଧନର ମାଲିକ ହୋଇଥାନ୍ତି। ତ ଆଗକୁ ଯିବା। ମହିଷ ସିଂହ ନିଶ। ଏହି ନିଶର ଅଗ୍ରଭାଗ ଯାହାର କର୍ଣ୍ଣ ସ୍କନ୍ଧକୁ ସ୍ପର୍ଶ କରିଥାଏ। ଏପରି ନିଶ ରଖୁଥିବା ବ୍ୟକ୍ତି ଯୋଦ୍ଧାପଣରେ ପୂର୍ଣ୍ଣ, ବୀର, ସାହସୀ, ପରାକ୍ରମୀ, ଉତ୍ତମ, ବିଚିତ୍ରବାନ, ଦେଶଭକ୍ତ, ସେବା ସହିତ ନିଜର ଅମାପ ଧନ ଥାଏ। ତ ଆଗକୁ ଯିବା। ଚୁଚୁନ୍ଦ୍ରା ନିଶ। ଅଳ୍ପ ଯୁଗୁରା ନିଶ। ଏପରି ନିଶ ଯାହାଙ୍କର, ସେହି ବ୍ୟକ୍ତିମାନେ ବହୁ ବଦରାଗୀ, ମତଲବୀ, ସମସ୍ତ ନିକର୍ଯ୍ୟ ହାସଲ କରିବାକୁ ଧୁରନ୍ଧର। ତ ଆଗକୁ ଯିବା। ପ୍ରଜାପତିଆ ନିଶ। ଏପରି ନିଶ ରଖିଥିବା ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଧୂର୍ତ୍ତ, ଧୁରନ୍ଧର, ସମସ୍ତ କାର୍ଯ୍ୟକୁ ସହଜରେ ହାସଲ କରିପାରନ୍ତି, ଜିଦଖୋର। ତ ଆମେ ଜାଣିଲେ ଆଜିର ଏହି ଭିଡ଼ିଓରେ ନିଶରୁ ଭବିଷ୍ୟତ ଜାଣିବା। ଆଜି ପାଇଁ ଏତିକି। ଆମେ ପରବର୍ତ୍ତୀ ଯେଉଁ ଆଗାମୀ ଭିଡ଼ିଓରେ ଜାଣିବା ପୁରୁଷ ନେତ୍ର ଲକ୍ଷଣ। ତ ସେହି ପର୍ଯ୍ୟନ୍ତ ନମସ୍କାର।